ମା ମଙ୍ଗଳା କେଉଁଠୁ କାକଟପୁରକୁ ଆସିଥିଲେ। ଦିନେ ଏକ ସାଧବ ବଣିକଙ୍କର ବୋଇତ ପୁରୀ ଜିଲ୍ଲାର ପ୍ରାଚୀନ ନଦୀରେ ଯାଉଥିବା ସମୟରେ ହଠାତ୍ ମଝି ନଦୀରେ ଅଟକି ଯାଇଥିଲା। ବୋଇତଟି ନା ଆଗକୁ ଯାଇଥିଲା ନା ପଛକୁ ଯାଇଥିଲା। ଶେଷରେ ବାଧ୍ୟ ହୋଇ ସାଧବ ପୁଅମାନେ ସେଠାରେ ମଝି ନଦୀରେ ରାତ୍ରି ଯାପନ କଲେ। ହଠାତ୍ ଏକ ସାଧବ ପୁଅର ସ୍ୱପ୍ନରେ ଏକ ଦେବୀ ଆବିର୍ଭାବ ହେଲେ। ଆପଣ କିଏ ମା? ପୁଅରେ, ମୁଁ ପରା ମା ମଙ୍ଗଳା। ମୁଁ ହିଁ ତୁମର ବୋଇତକୁ ଏହି ପ୍ରାଚୀନ ନଦୀ ମଝିରେ ଅଟକାଇଛି। କାହିଁକି ମା ମଙ୍ଗଳା? ମତେ ତ୍ରେତୟା ଯୁଗରେ ଲଙ୍କାପତି ରାବଣ ସିଂହଳ ଦ୍ୱୀପ ବା ଶ୍ରୀଲଙ୍କାରେ ପୂଜା କରୁଥିଲା। କିନ୍ତୁ ପ୍ରଭୁ ରାମ ରାବଣର ବଧ କଲା ପରେ ମୋର ପୂଜା ଯୁଗ ଯୁଗ ଧରି ବନ୍ଦ ହୋଇଯାଇଥିଲା। ଥରେ କଳିଙ୍ଗ ପ୍ରଦେଶରୁ ଏକ ବଣିକ ଯେତେବେଳେ ଲଙ୍କାକୁ ବାଣିଜ୍ୟ ପାଇଁ ଯାଇଥିଲା, ସେ ମତେ ପରିତ୍ୟକ୍ତ ଅବସ୍ଥାରେ ସେଠାରେ ଦେଖିଥିଲା। ତାପରେ ସେ ମତେ କଳିଙ୍ଗ ବା ଓଡିଶାକୁ ନେଇକି ଆସିଥିଲା। କିନ୍ତୁ ରାସ୍ତାରେ ଦୁର୍ଘଟଣାବଶତଃ ମୋର ସେହି ମୂର୍ତ୍ତିଟି ଏହି ପ୍ରାଚୀନ ନଦୀର ଗଭୀର ଜଳରାଶିରେ ବୁଡି ଯାଇଥିଲା। ତେଣୁ ମୋର ଏହି ମୂର୍ତ୍ତିକୁ ଉଦ୍ଧାର କର ପୁତ୍ର। କିନ୍ତୁ ମା, ମୁଁ କେମିତି ଜାଣିବି ଆପଣଙ୍କ ମୂର୍ତ୍ତିଟି କେଉଁଠି ବୁଡିକି ରହିଛି? କାଲି ସକାଳେ ତୁ ପାଖାପାଖି ଗ୍ରାମବାସୀକୁ ଏକାଠି କର। ଦେଖିବୁ ଯେଉଁଠି କାଉଟିଏ ନଦୀ ଉପରେ ଉଡୁଥିବା ସମୟରେ ହଠାତ୍ ଅଟକି ଯାଇ ପାଣିରେ ବୁଡିଯିବ, ସେହି ସ୍ଥାନରେ ହିଁ ମୋର ମୂର୍ତ୍ତିର ସନ୍ଧାନ ମିଳିବ। ସତକୁ ସତ ସେଇଆ ହିଁ ହୋଇଥିଲା। ମା ମଙ୍ଗଳାଙ୍କର ସୁନ୍ଦର ମୂର୍ତ୍ତି ଉଦ୍ଧାର କରି ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା। ଯେହେତୁ କାଉଟିଏ ଅଟକି ଯାଇ ମାଙ୍କର ମୂର୍ତ୍ତିର ସନ୍ଧାନ ଦେଇଥିଲା, ତେଣୁ କାଉ ଅଟକ ବା କାକଟପୁର ମା ମଙ୍ଗଳା ଭାବେ ସେ ବିଖ୍ୟାତ